ଆପଣ ପରିଚୟ ମୋ ନାଁ ରଶ୍ମିରଞ୍ଜନ ମହାନ୍ତି। ମୁଁ ଭିଏସ୍ ହାଇସ୍କୁଲ ବାଲିମେନ୍ଦର ଆଲୁମିନିୟମ କମିଟିର ଚେୟାରମ୍ୟାନ୍ ଅଛି। ଆପଣଙ୍କ ସ୍କୁଲରେ 100 ଟଙ୍କା ଆଦାୟ କରୁଛନ୍ତି ଶିକ୍ଷକ। ପୂର୍ବରୁ ବି ସେମାନେ ଏସି ପିଲାଙ୍କଠୁ ଆଦାୟ କରିଥିଲେ ସ୍କଲାରସିପ ପଇସା ଦେବା ପାଇଁ। ଏସି ପିଲାଙ୍କଠୁ ଯୋଉ ଆଡମିସନ ପାଇଁ ଆଦାୟ କରିଥିଲେ, ମୁଁ ତାପରେ ଖବର ପାଇଲା ପରେ ମୁଁ ପ୍ରଧାନ ଶିକ୍ଷକଙ୍କୁ କହିଲି ଯେ କଣ ପାଇଁ ଏସି ପିଲାଙ୍କଠାରୁ ଆଦାୟ କରାହେଉଛି ବୋଲି। ଆଉ ସେ ସେଠୁ ସେଥିପାଇଁ ବି ଓଟିଭି ବହୁତ ସହଯୋଗ କରିଥିଲେ। ଓଟିଭି ମିଡିଆ ଭାଇ ଯାଇକି ହେଡମାଷ୍ଟରଙ୍କୁ ବି ପଚାରିଥିଲେ, ଇଏ କଣ ଏସି ପିଲାଙ୍କୁ ଡାକିକି ପୁଣି ପଇସା ଫେରେଇ ଦେଇଥିଲେ। ଏବେ ମୁଁ ଶୁଣୁଛି ସେ କମ୍ପ୍ଲେନ ବି ଗାର୍ଡିଆନ ମାନେ ମୋ କତରେ କଲେଣି 10-15 ଜଣ, ଯେ ପ୍ରି ମେଟ୍ରିକ ସ୍କଲାରସିପ ପାଇଁ ଯୋଉ ନବମ ଦଶମ ପିଲା ପଇସା 3000 ଲେଖେ ପାଇବେ, ହେଡମାଷ୍ଟର କଣ 100 ଟଙ୍କା ଲେଖେ କଲେକ୍ସନ କରୁଛନ୍ତି। ମୁଁ ସେ ବିଷୟରେ ବି ଅବଗତ ନାହିଁ। ମୁଁ ହେଡମାଷ୍ଟରଙ୍କ ଠାରୁ ସେଟା ବୁଝିବି, ବୁଝିକି କଣ ତା ପ୍ରତି ଯଦି କିଛି ସେଭଳି କଲେକ୍ସନ କରୁଥିବେ ତାହେଲେ ଆମେ ଡିଓଙ୍କୁ କଲେକ୍ଟରଙ୍କୁ ଜଣେଇବୁ। କାହିଁକିନା ସେମିତି ଆମର କଲେକ୍ସନ ଆମର ନିୟମ ନାହିଁ। ତେଣୁ ମୁଁ ବି ଆପଣଙ୍କ ମାଧ୍ୟମରେ ଆଉ ଗାର୍ଡିଆନ ମାନେ କମ୍ପ୍ଲେନ ଦେବାର ମୁଁ ବି ସେ ବିଷୟରେ ଶୁଣୁଛି। ବାରମ୍ବାର ଆପଣଙ୍କ ସ୍କୁଲର ନାଁରେ ଅଭିଯୋଗ ଆସିଛି, କାମ ଯେ ହେଇଛି କିଛି ନିମ୍ନମାନର ହେଇଛି, ବିଭିନ୍ନ ପ୍ରକାର ଅଭିଯୋଗ ଆପଣଙ୍କ ସ୍କୁଲରେ ଆସୁଛି, କଣ କହିବ? ନା ଏ ବିଷୟରେ ବି ଗାର୍ଡିଆନ ମାନେ ଯାଇଥିଲେ ବିଧାୟକଙ୍କ ଗତିକି, ବିଧାୟକ ବି ଏ ବିଷୟରେ କଲେକ୍ଟର ଡିଓ ସମସ୍ତଙ୍କୁ ଜଣେଇଛନ୍ତି। ପ୍ଲସ ଡିଓଙ୍କୁ ବି ଗାର୍ଡିଆନ ମାନେ ଆପ୍ଲିକେସନ ଦେଇଛନ୍ତି ଯେ ମୋ ସ୍କୁଲ ଅଭିଯାନର କାମ ନିମ୍ନମାନର ହେଉଛି। ତେଣୁ ଡିଓ ହେଡମାଷ୍ଟର ପ୍ରଧାନ ଶିକ୍ଷକ ଆମର କହିବା କଥା ଯେ ସବୁ କାମ ପ୍ରଧାନ ଶିକ୍ଷକ କରିବେ। ତାଙ୍କର ଗାଇଡଲାଇନ କଣ ଅଛି ଯେ ଯେତେ ପଇସା ପତ୍ର କାମ ଧନ୍ଦା ସବୁ ପ୍ରଧାନ ଶିକ୍ଷକ କରିବେ, ସେଥିରେ ଚେୟାରମ୍ୟାନଙ୍କର ଭୂମିକା ନାହିଁ ବୋଲି ସେ କହୁଛନ୍ତି। ସେଥିପାଇଁ ଡିଓଙ୍କୁ ବି ଆମେ ଜଣେଇଛୁ, ଆଉ କଲେକ୍ଟରଙ୍କୁ ବି ଆପ୍ଲିକେସନ ଦେଇଛୁ। ତେଣୁ ବିଧାୟକଙ୍କୁ ବି ଜଣେଇଛୁ, ସେ କିଛି ପଦକ୍ଷେପ ନେଇନାହାନ୍ତି। ବର୍ତ୍ତମାନ ପୁଣି ଶୁଣା ହଉଛି ଯେ ଗାର୍ଡିଆନ ମାନଙ୍କ ଠାରୁ କଣ 100 ଟଙ୍କା ଲେଖେ ପ୍ରଧାନ ଶିକ୍ଷକ କଲେକ୍ସନ କରୁଛନ୍ତି, ଯୋଉ ପିଲା ପିଛା ସ୍କଲାରସିପ ଦିଆ ହବ ବୋଲି। ତେଣୁ ଏଇସବୁ ଜିନିଷ ଚାଲିଛି ଆଉ।